ହଁ ବଙ୍କା କଣ କହୁଛ? କୁଆଡେ ଯାଉଛୁ କିରେ? ଜାଣିନ ବାରିଣୀରେ ସାହୁ ଭାଉ ଯାଉଛନ୍ତି। ଆରେ ସାହୁ ଭାଉଜ କିଏ କିରେ? ଆରେ ତମେ ଜାଣିନ ସାହୁ ଭାଉ ଯାଉଛି ଆଇଟମ ଡାନ୍ସର। ଆରେ ଖୁଲି ଖେଳୁଛି ପୁରା। ଆରେ ତମରି ପାଇଁ ଆଜି ଓଡିଶା ଆଜି କଳୁଷିତ। ତମରି ପାଇଁ ତା ସେ ଝିଅଟାର କଣ ଭୁଲ? ତମେ ପଇସା ଦେଇକି ଦେଖୁଛ ବୋଲି ସିଏ ଆସିକି ଅଶ୍ଳୀଳ ନୃତ୍ୟ କରୁଛି। ତମରି ପାଇଁ ଆମ ଓଡିଶା ଆଜି ବଦନାମ ହେଲାଣି। ସଭ୍ୟ ସମାଜ ଆଜି ମୁଣ୍ଡ ଟେକି ଚାଲି ପାରୁନାହାନ୍ତି। ଆମ ବେଳେ ଥିଲା ଘୋଡା ନାଚ ଥିଲା, ଦାସକାଠିଆ ଥିଲା, ପାଲା ଥିଲା, ସବୁ ଲୋକ ଦେଖୁଥିଲେ। ଏବେ ଆଉ କିଏ ଦେଖୁଛି? ଆଉ ତମେ ଯଦି ଯୁବପିଢି ଯଦି ତମେ ଅଶ୍ଳୀଳ ନୃତ୍ୟ ଦେଖିବାକୁ ଯିବ ତାହେଲେ ଘୋଡା ନାଚ ପାଲା ଆଉ କିଏ ଦେଖିବେ? ତମେ କଣ ହେଲାଣି? ଏ ସଭ୍ୟ ସମାଜ କଣ ହେଲାଣି? ଏ ଯୁଗ କଣ ହବ? ମୁଁ ସେଇ କଥା ଛି 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 ଯାଉଛି। ନାତି ଶୁଣ 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 ଟିକେ ଶୁଣ। ହଁ ଯା ପୁଣି କଣ ହେଲା? ଆରେ ରାଗିଲୁ କିରେ? ରାଗିନି ଶୁଣ ଗୋଟେ କଥା କହ। ଶୁଣ ଟିକେ ଶୁଣ ଆଉ ରାଗିନି ମୁଁ ଗୋଟେ କଥା କହ ଶୁଣ। ଯାଇଥିଲି ଭତ୍ତା ଟଙ୍କା ଆଣିଛି 1000 ଟଙ୍କା। ଆଉ ଟିକେଟ କେତେ ଟଙ୍କା ନା ନେଉଛି? 500 ଟଙ୍କା। 500 ଟଙ୍କା? ହଁ। ଆଉ ଜାଣିଛୁ ତ ମୁଁ ବୁଢା ହେଲି, ପଛରେ ବସିଲେ ଦେଖାଯିବନି। ନାଇଁ ଆଉ ହାତରେ ଗୋଟେ ଟିକେଟ କରିଦେବୁ, ବୁଝିପାରିଲୁ? ଯାଉଛୁ କୁଆଡେ? ତମେ ବି ଦେଖିବ। ଆରେ ଆଇ ମରିବାର ବହୁତ ଦିନ ହେଲାଣି। ଆଉ ଆମ ବେଳେ ତ ଏଇ ପାଲା ଦାସକାଠିଆ ଦେଖିକି ଭାରି ବୋରିଂ ଲାଗିଲାଣି। ସେଟା ଆଉ ଦେଖିବାର ଇଚ୍ଛା ନାହିଁ। ଆଉ ଟିକେ ଆଇଟମ ଡ୍ୟାନ୍ସ କଣ ଟିକେ ଦେଖିଲେ ଭଲ ଲାଗନ୍ତା, ବୁଝିପାରୁଛ? ଲାଳୁଆ ବୁଢାଟା ରେ